बरगड़ जिलार इतिहास कौन? पौराण रे केउ किंबदंती बरगड़ जिला को गौरवमय करिछि? पोशाक, भाषा, खाद्य कौन रही? वीर सुरेंद्र साय किए? एशिया महादेशर सबुठारु बड़ डैम कहीं केउठारे रही? धनुଯାତ୍ରା କାହିଁକି ହୁଏ? ଏମିତି ଅନେକ ଗୁପ୍ତ ଜିନିଷ ଯାହା ବରଗଡ଼ରେ ଛୁପି ରହିଛି ତାହାର ଆଜି ଆମେ ଖୁଲାସା କରିବୁ। ବରଗଡ଼ ଜିଲ୍ଲା ପଶ୍ଚିମର ଓଡ଼ିଶାର ପଶ୍ଚିମ ଭାଗରେ ଏକ ପ୍ରମୁଖ ଓ ଐତିହ୍ୟ ଜିଲ୍ଲା। ଏହାର ଇତିହାସ ବହୁତ ପୁରୁଣା ଓ ସଂସ୍କୃତି, ଧର୍ମ ଓ କୃଷି ବେଶ ସଂଘର୍ଷରେ ପୂର୍ଣ୍ଣ ଥିଲା। ଇତିହାସ ଅନୁସାରେ ବରଗଡ଼ ଅଞ୍ଚଳ ପୂର୍ବରୁ କୋଶଳ ରାଜ୍ୟର ଅଂଶ ଥିଲା। ଏହି ଅଞ୍ଚଳ ମହାନଦୀ ତଟବର୍ତ୍ତୀ ସଭ୍ୟତାର ଉନ୍ନତ ହୋଇଥିଲା। ପୁରାଣ ଅନୁସାରେ ବରଗଡ଼ ନିକଟରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ, ଯେଉଁଠାରୁ ହନୁମାନ ଲଙ୍କାକୁ ଔଷଧ ନେବା ପାଇଁ ଏହି ଜାଗାରୁ ପର୍ବତ ଉଠାଇଥିଲେ। ଏଠାରେ ବହୁ ପୁରାତନ ବୌଦ୍ଧ ଓ ଜୈନ ସ୍ଥଳ ମଧ୍ୟ ରହିଛି, ଯାହା ଏହି ଅଞ୍ଚଳର ପ୍ରାଚୀନ ଧାର୍ମିକ ମହତ୍ତ୍ୱକୁ ବୁଝାଇଥାଏ। ମଧ୍ୟଯୁଗ ଇତିହାସ ଅନୁସାରେ ଏହି ଅଞ୍ଚଳରେ ପ୍ରଥମେ ସୋମବଂଶୀ ରାଜବଂଶର ଓ ପରେ ଚୌହାନ ରାଜବଂଶର ରାଜାମାନେ ଶାସନ କରିଥିଲେ। ବରଗଡ଼ ଅଞ୍ଚଳରେ ସମ୍ବଲପୁର ରାଜ୍ୟର ଅଂଶ ଥିଲା। ବହୁତ ମନ୍ଦିର ଓ ବହୁତ ଗଡ଼ ଏଠାରେ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ମରାଠା ଓ ବ୍ରିଟିଶମାନେ ଏହାକୁ ଶାସନ କରିଥିଲେ। 18ତମ ଶତାବ୍ଦୀରେ ବରଗଡ଼ ଅଞ୍ଚଳ ମରାଠା ଶାସନରେ ଥିଲା। 1803ରେ ଇଂରେଜମାନେ ଏହାକୁ ଅଧିକାର କରିଥିଲେ। ବ୍ରିଟିଶ ଶାସନ ସମୟରେ କୃଷକମାନଙ୍କ ଉପରେ ବହୁତ କର ଦେବା ପାଇଁ ବାଧ୍ୟ କରାଯାଉଥିଲା, ଯାହାଫଳରେ ସେଠାକାରେ ବହୁ ଆନ୍ଦୋଳନ ଦେଖାଯାଇଥିଲା। 1857 ବିଦ୍ରୋହ ସମୟରେ ଏହି ଅଞ୍ଚଳରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବୀର ସୁରେନ୍ଦ୍ର ସାଏ। ସେ ବରଗଡ଼ ଓ ସମ୍ବଲପୁର ଇତିହାସରେ ବେଶ ଗୌରବମୟ ଭୂମିକା ନେଇଥିଲେ ଏବଂ ଓଡ଼ିଶାର ଜଣେ ଦକ୍ଷ ସ୍ୱାଧୀନତା ସଂଗ୍ରାମୀ ଭାବରେ ଓଡ଼ିଶାର ନାମକୁ, ବରଗଡ଼ର ନାମକୁ ଇତିହାସର ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଥିଲେ। ଠିକ୍ ସେହିପରି ସ୍ୱାଧୀନତା ପରେ ବରଗଡ଼ର ଅବସ୍ଥା କ'ଣ ଥିଲା? ଭାରତ ସ୍ୱାଧୀନ ହେବା ପରେ ବରଗଡ଼ ସମ୍ବଲପୁର ଜିଲ୍ଲାର ଅଂଶ ଥିଲା। 1993 ଏପ୍ରିଲ 1ରେ ବରଗଡ଼କୁ ଅଲଗା କରି ଜିଲ୍ଲା ଭାବରେ ଘୋଷଣା କରାଯାଇଥିଲା। ସଂସ୍କୃତି ଓ ପରମ୍ପରା ଅନୁସାରେ ବରଗଡ଼ ଜିଲ୍ଲା ଧାନର ଗୋଦାମ ବୋଲି କୁହାଯାଏ। ବିଶ୍ୱର ସବୁଠାରୁ ବଡ଼ ଓପନ ପେଣ୍ଡାଲ ଧନୁଯାତ୍ରା ଅନୁଷ୍ଠିତ ହୋଇଥାଏ, ଯେଉଁଠାରେ କି ଭଗବାନ କୃଷ୍ଣଙ୍କର ଜନ୍ମଠାରୁ କଂସଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସବୁକିଛି ବର୍ଣ୍ଣନା କରାଯାଏ। ସମ୍ବଲପୁରୀ ଶାଢ଼ୀ ଓ ହସ୍ତତନ୍ତ ବରଗଡ଼ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଯଦି ଆପଣମାନେ ଦେଖିବେ, ବରଗଡ଼ ଜିଲ୍ଲା ମଧ୍ୟ ପର୍ଯ୍ୟଟନ ସ୍ଥଳୀରେ କେବେ ପଛକୁ ନାହିଁ। ଗନ୍ଧମାର୍ଦ୍ଦନ ପର୍ବତ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଔଷଧୀୟ ଗୁଣ ଉଦ୍ଭିଦ ପାଇଁ ପ୍ରସିଦ୍ଧ। ନୃସିଂହନାଥ ମନ୍ଦିର, ଧାର୍ମିକ ପୀଠସ୍ଥଳୀ। ଡେଭିଡଗଡ଼ ଅଭୟାରଣ୍ୟ ବନ୍ୟଜୀବ ପାଇଁ ପ୍ରସିଦ୍ଧ। ହୀରାକୁଦ ଡ୍ୟାମ୍ ଏସିଆର ବଡ଼ ଡ୍ୟାମ୍ ମଧ୍ୟ ରହିଥିବାରୁ ସେଠାରେ କୃଷି କାର୍ଯ୍ୟ ଅତି ସହଜରେ ହୋଇପାରେ, ଯେଉଁଥିପାଇଁ କି ଧାନ ଚାଷ ପାଇଁ ସାରା ଭାରତ ବର୍ଷରେ ବରଗଡ଼ର ନାମ ଲିପିବଦ୍ଧ ଅଟେ। ଠିକ୍ ସେହିଭଳି ବରଗଡ଼ ଜିଲ୍ଲାର ମୁଖ୍ୟ ଭାଷା ହେଉଛି ସାଧାରଣ ଓ ସରକାରୀ ଭାଷା ଭାବରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯାଇଛି ଏବଂ ସେଠାକାର ଅନେକ ଲୋକ ସମ୍ବଲପୁରୀ ଭାବରେ ନିଜର ଆଞ୍ଚଳିକ ଭାଷାକୁ ସମ୍ବଲପୁରୀ ଭାଷା ଭାବରେ ବ୍ୟବହାର କରନ୍ତି। ହିନ୍ଦୀ ଭାଷା ମଧ୍ୟ ସେଠାରେ ବ୍ୟବହାର କରାଯାଏ। ମୁଖ୍ୟ ଖାଦ୍ୟ ଥାଏ ଭାତ, ଡାଲି, ଶାଗ, ପଖାଳ ଭାତ, ଆରିସା ପିଠା, ମଣ୍ଡା ପିଠା, ଚୁଡ଼ା ଓ ଗୁଡ଼ ବରଗଡ଼ର ଲୋକମାନଙ୍କର ପ୍ରିୟ ଖାଦ୍ୟ ଅଟେ। ଠିକ୍ ସେହିଭଳି ବରଗଡ଼ ଜିଲ୍ଲା ସାରା ଓଡ଼ିଶାରେ, ସାରା ଭାରତରେ ନିଜର ନାମ ପାଇଁ ବେଶ ଚର୍ଚ୍ଚାରେ ରହିଛି ଏବଂ ବର୍ତ୍ତମାନ ବରଗଡ଼ ଜିଲ୍ଲା ନିଜର କାର୍ଯ୍ୟ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ଆପଣମାନେ କମେଣ୍ଟ ମାଧ୍ୟମରେ ବର୍ଣ୍ଣନା କରନ୍ତୁ। ଯଦି ବରଗଡ଼ ଜିଲ୍ଲା ପାଇଁ ଆଉ କୌଣସି କଥା ଆମେ ଛାଡ଼ି ଦେଇଛୁ, ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରିବେ। ବନ୍ଦେ ଉତ୍କଳ ଜନନୀ, ଜୟ ସୀତାରାମ।